ଗୁଡ ତଳେ ପଡିନୁ ଘୋଷାରିକି ଆର ପଟକୁ କାଟିଦେଲେ କାଟି ଦେଇକିରି ଆଉ କହିଲେ ସେ ଘରକୁ ଏଲାଉ ନାହିଁ ଭାଙ୍ଗିଲା ବେଳେ ଘରକୁ ଏଲାଉ ନାହିଁ କେତେ ମନା କଲା ବେଳକୁ ଆମକୁ ଉପରୁ ଅର୍ଡର ଆଇଛି ଆମେ ଭାଙ୍ଗିବୁ। ଦେଖନ୍ତୁ ଦର୍ଶକ ବନ୍ଧୁ ବର୍ତ୍ତମାନ ରାତି ପାଖାପାଖି ଗୋଟାଏ ବାଜିଲାଣି। ଏତେ ରାତିରେ ଯେହେତୁ ଥଣ୍ଡା ଦିନ ଥଣ୍ଡାର ପ୍ରକୋପ ଅଧିକା ଅଛି ସେଥିପାଇଁ ମଣିଷ ତ ଦୂରର କଥା ସାପ ବେଙ୍ଗ ବି ବାହାରକୁ ବାହାରନ୍ତିନି। କିନ୍ତୁ ବଡ ଦୁଃଖର ବିଷୟ এই ରାତି ଗୋଟାଏ ବେଳେ କିଛି ପରିବାର ଲୋକ ଜରି ପାଲ ତଳେ ଶୋଇଥିବାର ଦେଖିବାକୁ ମିଳିଥିଲା। ଆଉ କିଛି ଲୋକ ପରିବାର ଲୋକ ମଧ୍ୟ ନିଆଁ ଜାଳି ସେମାନେ ତାଙ୍କର ପରିବାର ଲୋକଙ୍କୁ ସେମିତି ଚାତକ ଭଳି ଚାହିଁ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକଥା କହିବାର ଅର୍ଥ ଦର୍ଶକ ବନ୍ଧୁ ଗତକାଲି ଯେତେବେଳେ ପ୍ରଶାସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ପାଖର ଗୋପୀନାଥପୁର ଗ୍ରାମରେ ସରକାରଙ୍କ ଦ୍ୱାରା ଉଚ୍ଛେଦ କରାଯାଇଥିଲା ସେହି ସମୟରେ କିଛି ଘରକୁ ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଥିଲା ବା ଉଚ୍ଛେଦ କରାଯାଇଥିଲା। କିନ୍ତୁ ସେହି ସମୟରେ ପରିବାର ଲୋକ ସମୟ ମାଗିଥିଲେ ଯେହେତୁ ଥଣ୍ଡା ଦିନ ପିଲା ପାଠ ପଢୁଛନ୍ତି କିଛି ଦିନ ସମୟ ମାଗିଥିଲେ କିନ୍ତୁ ସରକାର ଏହାକୁ କୌଣସି ଖାତିର ନ କରି କୌଣସି କଥାକୁ ନ ଶୁଣି ସେମାନଙ୍କର ଘରକୁ ଭାଙ୍ଗି ଦେଇଥିଲା। ଆସନ୍ତୁ କେମିତି ପରିସ୍ଥିତିରେ ପରିବାର ଲୋକ ଅଛନ୍ତି ବା ଗ୍ରାମବାସୀ ଅଛନ୍ତି ଆସନ୍ତୁ ଅଧିକ ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା ନାଟା କଣ କହିଲେ ଆଜ୍ଞା? ନା ଅଜୟ ସାହୁ। କୋଉଠି ଘର? ଗୋପୀନାଥପୁର। କଣ ହେଇଛି କାହିଁକି ଏଇ ସାରେ ଘର ଦ୍ୱାର ଭାଙ୍ଗି ଦେଇକି ଚାଲିଗଲେ କିଛି ଆମକୁ ଥଇଥାନ କରିକି ଗଲେ ନାହିଁ ଭାଙ୍ଗି ଦେଇକି ଚାଲିଗଲେ ଆମ କଥା କୌଣସି ଶୁଣିଲେ ନାହିଁ ଆଉ ଆଉ ଅନ୍ତର ପାନ୍ତର କରିକି ଘରକୁ ଭାଙ୍ଗି ଦେଇଗଲେ ଭାଙ୍ଗିଥିଲେ ଥରେ ଦ୍ୱିତୀୟ ଥର ଆସିକି 5:30 ବେଳେ ପୁଣି ଆଉ ଥରେ ଭାଙ୍ଗି ଦେଇଗଲେ। ଆମର ତହସିଲଦାର ଦ୍ୱିତୀୟ ଥର କଣ ପାଇଁ 5:30 ବେଳେ ଏଟା ଆଇନ ଅଛି ନା କଣ ସରକାର 5:30 ବେଳେ ପୁଣି ଘର ଭାଙ୍ଗିବା ପାଇଁ ଯେତେବେଳେ ସନ୍ଧ୍ୟା ରାତି ଆଉଚି ଭାଙ୍ଗି ଦେଇଗଲେ ଆପଣ ନେଉରାଲେ କିଛି ଶୁଣିଲେନି? କିଛି ଶୁଣିଲେ ନାହିଁ। ଦେଖନ୍ତୁ ଯେତେ କହିବା କଥା ଦିନରେ ଭାଙ୍ଗିଥାନ୍ତ ଯେତେ ସମୟ ଥିଲା ଭାଙ୍ଗିଥାନ୍ତ ଯେ ରାତି ଯେତେବେଳେ ଆସିଲା ସେଇ ସମୟରେ ଆସି ସରକାର ଏଇ ଘର ଲୋକଙ୍କ ଘରକୁ ଭାଙ୍ଗି ଦେଇଛି ଯାହା ଫଳରେ ଏଇ ନିଆଁ ପାଇଁ ରାତିକୁ ବିତିବାକୁ ପଡିଛି। ଆମ ସହିତ ଅଛନ୍ତି ମା ଅଛନ୍ତି ମହିଳା ମା ଅଛନ୍ତି ତାକୁ ଅଧିକ ଆଲୋଚନା କରିବା। ରାତି ଅନେକ ହେଲାଣି କଣ କରିବୁ ଆଉ ରାତି ଅନେକ ହେଲେ ବି ଆମେ ଆଉ କୋଉଠିକି ଯିବୁ କଣ କରିବୁ ଆଉ କୋଉଠି ରହିବୁ? ଆମକୁ ତ ପ୍ରଶାସନ ଏଇ ସରକାର ଆମ ପାଇଁ ଏଇଭଳିଆ ଇଏ କରିଛି କହୁଛି ମହିଳା ସଶସ୍ତ୍ରୀକରଣ ହବ ମହିଳା ଭଲରେ ରହିବ ମହିଳା ଭଲରେ ଚଳିବ କିନ୍ତୁ ମହିଳା ମାନଙ୍କର କୌଣସି କଥା ଆମର ରହିଲା ନାହିଁ। ଆମେ ହଜାରେ ନିୟମ କଲେ ବି ଯେତେ ଯାହା ହେଲେ ବି ଏଇ ଜାଗା ଉପରେ ଆମର କମିଶନର ହେଇଛି ସେଇଥିରେ ଆମେ କାଗଜ ଦେଖେଇଲୁ ପ୍ରଶାସନକୁ ଦେଖନ୍ତୁ ଏ ଜାଗା ଉପରେ ଆମର କମିଶନର ହେଇଛି ଏ ଜାଗାକୁ ଆପଣ ଭାଙ୍ଗନ୍ତୁ ନାହିଁ କହିଲା ମୁଁ କିଛି ଶୁଣିବି ନାହିଁ ମତେ ଉପରୁ ଅରଡ ଆସିଛି ମୁଁ କିଛି ଶୁଣିବି ନାହିଁ କିଛି ଦେଖିବି ନାହିଁ ଏ କଥା କହିଲା। ପ୍ରଥମ ଥର ଭାଙ୍ଗି ଦେଇଗଲେ ଫେରେ ଆସିକି 5:30 ବେଳେ ପୁଣି ଆଉ ଥରେ ଭାଙ୍ଗି ଦେଇଗଲେ କଣ ପାଇଁ ଏଟା ଆମ ଉପରେ କଣ ସରକାରଙ୍କର ଆମ କଥା ଶୁଣୁନାହାନ୍ତି କେହି ବି ଶୁଣିଲେ ନାହିଁ କେହି ବି ଇଏ କଲେନି କଣ କରିବ ଆଉ ସବୁ ଜଣା ହେଇଛି ସବୁ କରାହେଇଛି ଯେତେବେଳେ ଜଣା ହେଲା ଖାଲି ଆଣିକି ପଲିଥିନ ଖଣ୍ଡେ ଫିଙ୍ଗି ଦେଇକି ଯାଇଛନ୍ତି ଖାଲି ପଲିଥିନରେ କଣ ମୋ ଛୁଆ ଚଳିଯିବେ ଖାଲି ପଲିଥିନ ଧଇଲେ କଣ ମୋ ଛୁଆ ଚଳିଯିବେ ନା ମୋ ଛୁଆ ଇଏ ହେଇପାରିବେ କୁହନ୍ତୁ ଆପଣ ତ ପୁରୁଷ ଲୋକ କେହି ଜଣେ ନାହାନ୍ତି। ହଁ ପୁରୁଷ ଲୋକ କେହି ଜଣେ ନାହାନ୍ତି ପିଲା ଲୋକ ସବୁ ତମେ ଏତେ ଜୋର କରିକି ଆମେ ଯେତେ ବି ପାଟି କନୁ ଏତେ ଜୋର କଲେ ଯେ ସବୁ ଗାଁ ବାଲା ସବୁ ନଦୀ ପକେଇଲେ ଗୋଡ ତଳେ ପଡିନୁ ସେ ରୁଜର ଆଣିଥିଲେ ସେ ରୁଜର ଆଗର ଯେମିତି ରହିନୁ ପୁଲିସ ଆଣିଥିଲେ ସେ ପୁଲିସ ଲେଡିସ ପୁଲିସ ଆଣିଥିଲେ ତା ଆମ ହାତକୁ ଟାଣିକିରି ଘୋଷାରିକି ଆର ପଟକୁ କାଟିଦେଲେ କାଟି ଦେଇକିରି ଆଉ କହିଲେ ସେ ଘରକୁ ଏଲାଉ ନାହିଁ ଭାଙ୍ଗିଲା ବେଳେ ଘରକୁ ଏଲାଉ ନାହିଁ କହିକି ଆମକୁ ଟାଣିକି କାଟିଦେଲେ ବାଇରୁ କାଟି ଦେଇକିରି ଭାଙ୍ଗିଦେଲେ ଘର। କେମିତି ଆମେ ରହିମୁ କଣ କରିମୁ ଏଇ କୁଟା ଜାଳିକି ବସିକିରି ଆମେ ସେକି ହମୁ ରାତିର ଛୁଆ ପିଲା ଏଇଠି ଶୋଇଛନ୍ତି ଫାଙ୍କାର ମସୁର ଟାଙ୍ଗି ଫାଙ୍କାର ଶୋଇଛନ୍ତି ଆଉ କଣ କରିବୁ ନା କେହି ଶୁଣିଲେନି। କଣ ପାଇଁ ଭାଙ୍ଗିଲେ
କଣ ପାଇଁ ଭାଙ୍ଗିଲେ ଆମେ ଆଉ ଜାଣିବୁ କେମିତି? ତାଙ୍କୁ ତ ଯେତେ ମନା କଲା ବେଳକୁ ଆମକୁ ଉପରୁ ଅର୍ଡର ଆଇଛି ଆମେ ଭାଙ୍ଗିବୁ, ଆମେ କାହାରି କଥା ଶୁଣିବନି। ଦେଖନ୍ତୁ ଏବେ ଯୋଉ ରାତି ଏ ଯୋଉ ଥଣ୍ଡା କାକର ବର୍ତ୍ତମାନ ଯେତେ ରାତି ବଢୁଛି ସେତେ ଥଣ୍ଡା କାକର ମଧ୍ୟ ବଢୁଛି। ଏ ନିରୀହ ଲୋକ ଯୋଉମାନେ ସରକାରଙ୍କୁ ନେହୁରା ହଉଥିଲେ ଯେ କିଛି ଆମକୁ ସମୟ ଦିଅନ୍ତୁ, ଏ ଯେ ରାତି ଅଛି କେଉଠିକୁ ଯିବୁ, ଛୋଟ ଛୋଟ ପିଲା ଅଛନ୍ତି ଆମ ପାଖରେ, କଣ ରୋଷେଇ କରିକି ଖାଇବୁ, ମାନେ ଏତେ ନେହୁରା ହେଇଥିଲେ, ଗୋଡ ତଳେ ପଡିଥିଲେ ଯେ ସରକାର ଆମ କଥା ଟିକେ ଶୁଣନ୍ତୁ, ଆମେ ଯୋଉ ଘରକୁ ଆମେ ଭାଙ୍ଗି ଦଉଛନ୍ତି ଆମେ କୋଉଠି ରହିବୁ, ଏକଥାକୁ କୌଣସି ପ୍ରକାର ସରକାର ବୁଝିନଥିଲେ। ଆଜ୍ଞା କଣ ହେଇଛି କହିଲେ, କାହିଁକି ଶୋଇଛନ୍ତି ବାହାରେ ଫାଙ୍କାରେ ଶୋଇଛନ୍ତି କାହିଁକି? ଆମ ଘର ଦ୍ୱାର ଭାଙ୍ଗିଦେଲେ ଆମେ ଆଉ କୋଉଠି ରହିବୁ? ଆମେ ଫାଙ୍କା ରହିବୁ। ଏପର୍ଯ୍ୟନ୍ତ କୌଣସି ଡିସିସନ ନେଲେନି କି କୌଣସି କଥା ଆମର ବୁଝିଲେନି। ଯେତେ ବି ଯାହା କହିନୁ ଆମ କଥା ବୁଝିଲେନି। ମୁଁ କହିନି ମୋ ଛୁଆ ମାଟ୍ରିକ ପରୀକ୍ଷା ଦବ, କାହିଁକି ଘର ଭାଙ୍ଗି 11:30 ବେଳେ ଆସିଲେ ଘର ଭାଙ୍ଗି ଦେଇଗଲେ। ମୁଁ କହିନି ସାର୍ ଆମ ଛୁଆ ମାଟ୍ରିକ ପରୀକ୍ଷା ଦବ, କାହିଁକି ଆମକୁ ଯେତିକି ଭାଙ୍ଗିଛନ୍ତି ସେତିକି ଭାଙ୍ଗନ୍ତୁ, ଆଉ ଏକ୍ସଟ୍ରା କିଛି ଭାଙ୍ଗନ୍ତୁନି। ଘର ଗୋଟେ ରହିଲେ ସିନା ଗୋଟେ ଛୁଆ ପଢି ପାରିବ କି ମାଟ୍ରିକ ପରୀକ୍ଷାଟେ ଦବ। ମାଟ୍ରିକ ପରୀକ୍ଷା କେମିତି ଦିଆଯାଏ ଆପଣ ଜାଣିଥିବେ, କେତେ କଷ୍ଟ ଗୋଟେ ଛୁଆକୁ ମଣିଷ କରିବାକୁ ଗଲେ। ଲାଇନ ନାହିଁ, ଲାଇନ ବି କାଟି ଦେଇଛନ୍ତି, ମିଟର ବାକ୍ସ ନେଇଯାଇଛନ୍ତି। ତାହେଲେ ମୋ ଛୁଆ ଘର ନାହିଁ, ଘର ଭାଙ୍ଗିଦେଲେ। ଆଇନରେ ତ ନାହିଁ 2 ଥର ଭାଙ୍ଗିବା ପାଇଁ। 5:30 ବେଳେ ଆସିକି ସନ୍ଧ୍ୟା ବେଳେ ଘରଟା ଯାହା ବି ଥିଲା ସବୁ ଟୋଟାଲି ଭାଙ୍ଗି ଦେଇଗଲେ। ଭାଙ୍ଗି ଦେଇ ସାରିଲା ପରେ ଯେତେ ଆମେ କହିଲେ ବି ମୋ ଛୁଆ ମାଟ୍ରିକ ପରୀକ୍ଷା ଦବ, କରେଣ୍ଟ ନାହିଁ, ଘର ଭାଙ୍ଗିଦେଲେ, ମୋ ଛୁଆ ପଢିବ କୋଉଠି? କୌଣସି କଥା ବୁଝିଲେ ନାହିଁ। କହିଲେ ହଟି ଯାଅ ଆମ ଆଗରୁ, କାନ୍ଥ ପଡିଗଲେ ଆମେ କୌଣସି ରିକ୍ସ ନମୁ ନାହିଁ। ତମ ଉପରେ ଯଦି କାନ୍ଥ ପଡିଯିବ ଆମେ କୌଣସି ରିକ୍ସ ନମୁ ନା। ମୋ ଛୁଆ ମାଟ୍ରିକ ପରୀକ୍ଷା କେମିତି ଦବ ସେଟା ଆପଣ ବ୍ୟବସ୍ଥା କରିଦେଇ କିଛି ଯାଆନ୍ତୁ। କହିଲେ କିଛି ଆମେ ବ୍ୟବସ୍ଥା କରିପାରିବୁ ନାହିଁ, ଆମର ଉପରୁ ଅର୍ଡର ଆସିଛି, ଆମେ ଘର ଭାଙ୍ଗିବୁ। କିଛି ଶୁଣିଲେନି, ମତେ ଘୁଷାରିକି ଲେଡିଜ ପୁଲିସ ନେଇ ଆସିଲେ। କହିଲେ କାନ୍ଥ ପଡିଯିବ ଯଦି ଆପଣଙ୍କ ଉପରେ, ଆମେ କିଛି କୌଣସି ରିକ୍ସ ନମୁ ନାହିଁ। ଭୟ ତ ନିଶ୍ଚିତ ଲାଗିବ, ଫାଙ୍କାରେ ଯେହେତୁ ଆମେ ରହିଛୁ, ଯେହେତୁ ଫାଙ୍କାରେ ଆମେ ଅଛୁ, ଭୟ ତ ନିଶ୍ଚିତ ଲାଗିବ। ସାପ ବେଙ୍ଗ ଆଜି ଭଲ ମନ୍ଦ, ଛୋଟ ଛୋଟ ଛୁଆ, ଗୋଟେ ବୟସ୍କ ଲୋକ, ସମସ୍ତଙ୍କୁ ନେଇକି ବାহিରେ ଆମେ ପଡିଛୁ। ଶୀତ ଲାଗୁଛି, ଆଉ ଯେଉଁ ରାତି ବି ବଢୁଛି ତାଙ୍କୁ ଥଣ୍ଡା ବି ହଉଛି, କିନ୍ତୁ କୌଣସି ଏପର୍ଯ୍ୟନ୍ତ ଆମର ପ୍ରଶାସନ କିଛି ବୁଝିଲା ନାହିଁ କି ଛୁଆ ମାଟ୍ରିକ ପରୀକ୍ଷା କେମିତି ଦବ, କରେଣ୍ଟ ବିଷୟରେ ବି କିଛି ଏପର୍ଯ୍ୟନ୍ତ ଦେଲା ନାହିଁ। ଆମେ ଅନ୍ଧାରରେ ରହିଛୁ। ନିଆଯାଏ ଆମର ନ୍ୟାୟ ଦରକାର। ଆମ ଘର ଯେମିତି ଭାଙ୍ଗିଛି ସେମିତି ଆମକୁ ବୁଝିବା ଦରକାର। ମୋ ଛୁଆ ମାଟ୍ରିକ ପରୀକ୍ଷା ଦବ, ତୁରନ୍ତ ଲାଇନ ତ ବ୍ୟବସ୍ଥା କରନ୍ତୁ, ଆମ ଘର ଠିଆ କରନ୍ତୁ। ମୋ ଘର ଯେମିତି ମୋ ଛୁଆ ରହିକି ପାଠ ପଢି ପାରିବ, ପରୀକ୍ଷା ଦେଇପାରିବ। ମୁଁ ଏତିକି ସରକାରଙ୍କୁ ନିବେଦନ କରିକି କହୁଛି। ଯେତେବେଳେ ସରକାର ବା ପ୍ରଶାସନ ପକ୍ଷରୁ ଏ ଥଣ୍ଡା ଦିନରେ ଘରକୁ ଭାଙ୍ଗି ଦେଇଛି, ସେଥିପାଇଁ ଗ୍ରାମବାସୀ ବା କିଛି ପରିବାର ଲୋକ ଅନୁରୋଧ କରିଛନ୍ତି ତୁରନ୍ତ ସେମାନଙ୍କ ଘରକୁ ତୁରନ୍ତ ପ୍ରଦାନ କରାଯାଉ, ଘରକୁ ତିଆରି କରାଯାଉ, ସେମାନଙ୍କୁ ସରକାର ମାନେ ସହାୟତା କରାଯାଉ, ଯେଥିପାଇଁ ସେମାନେ ଖାଇବା ପିଇବା ପାଇଁ ବହୁ ନାନା ହଇରାଣ ହେଉଥିବା ବେଳେ ସେମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି ତୁରନ୍ତ ସେମାନଙ୍କୁ ସହଯୋଗର ହାତ ବଢାଇବାକୁ। ବାଲେଶ୍ୱର 16ରୁ ଶରତ ନାୟକଙ୍କ ରିପୋର୍ଟ, ଦେବଗିରି ନ୍ୟୁଜ।